ପିଲାମାନେ ଆଜି ତୁମ ଚତୁର୍ଥ ଶ୍ରେଣୀ ସାହିତ୍ୟ ବହିର ଜନ୍ଙ୍କ ପ୍ରିୟ ସାଥୀ ଡିକ୍ जो विषयटी आम पढ़ी आज तार अभ्यास प्रश्नर उत्तर लिखा। अच्छा देख पिला माने अभ्यास प्रश्नर जो 1 नंबर प्रश्न देछि आस कथबार्ता हेबा। या पूर्व जो वीडियो आम करिचे सेथिरे मु कहितली कथबार्ता हेबा माने आमे तार प्रश्नर उत्तर लिखिबा नाही, खाली पार्टी ताकू कहिबा, मौखिक भाव ताकू कहिबा। किंतु तुम मानकर टिके सठिक धारणा हेबा पई एठे मु प्रश्नर उत्तर गुड़ाक लिखिदेवी, तुम ताकू मन रखिबो। अच्छा 1 नंबर करे देछि भारतीय युवक कौन पाई बिलात जाइथिले। पिला माने बिलात साधारणतः उच्च शिक्षा पाई, ऊपर श्रेणी पढ़िबा पाई, उच्च शिक्षा पाई समस्ते जाई थांती। तेणु आम ये लिखा जे भारतीय युवक जनक उच्च शिक्षा पाई बिलात जाइथिले। मु लिखि दउची, तुमे मन रखिबो। भारतीय युवक उच्च शिक्षा पाई बिलात जाइथिले। देख नंबर 2 देख भारतीय युवक बिलातर केउं सहर को जाइथिले। आमे जेतेबेले पढ़िथिले विषयटी सेथिरे लेखा थिला गोटे सहरर ना बिलातर, सेटा होचे कार्लाइल सहर। तामे एठी कोन लिखिबा ना भारतीय युवक बिलातर कार्लाइल सहर को जाइथिले। भारतीय युवक बिलातर कार्लाइल सहर को जाइथिले। पिला माने ग नंबर प्रश्नटी को देख रास्ता पारी हेबारे जॉन काहींकी डिक रो साहाय्य नेले। आमे समस्ते पढ़िला बेले बुझी देइचे जे जॉन हेउछंती जणे अंध व्यक्ति, तेणु से रास्ता पारी हेबा पाई डिक रो साहाय्य नेले। ताही आमे एठी लिखि दबा जॉन जणे अंध व्यक्ति होइथिबारु जॉन जणे से रास्ता पारी हेबा पाई डिक रो साहाय्य नेले। पिला माने देखो 1 नंबर प्रश्नर उत्तर आमर सरी जाइछि, तमे ताकू मन रखिबो। एबे 2 नंबर प्रश्न कोन देइछि ताकू टिके आमे भलो भाबरे देखिबो। देखो जे कोन से प्रश्नटीर उत्तर लिखिया पूर्वरु मु तुमको कहिथिली आमे प्रथमे निर्देशटी को भलो भाबरे पढ़िबा। देखो 2 नंबर रे निर्देश दिया जाइछि गार दिया जाइथिबा शब्द बदल रे सही अर्थ बुझाउथिबा शब्द लगाई वाक्य गुड़ी को लिखिबा। ये जो वाक्य गुड़ी को देइछि सेथिरे गोटिए गोटिए शब्द तले गार देइछि। देखुन एठी को शब्द तले गार देइछि, आनंदित शब्द तले गार देइछि। या बदल आमे आउ गोटिए शब्द लिखिबा सेही अर्थ को बुझाउथिबा शब्द। ताले कोन देइछि आगे वाक्यटी को पढ़िबा। करे मु श्रेणी रे प्रथम हेबारु घर लोके आनंदित हेले। आनंदित आमे जो विषयटी को पढ़िले जॉन को प्रिय साथी डिक
ସେଥିରେ ଗୋଟିଏ ଶବ୍ଦର ଅର୍ଥ ଆନନ୍ଦିତ ବୋଲି ମୁଁ ଲେଖିଥିଲି, ତୁମର ମନେ ଅଛି? ତାହେଲେ ଏଇଟା କ'ଣ ଥିଲା? ଉଲ୍ଲସିତ। ଏଇ ଆନନ୍ଦିତ ବଦଳ ଆମେ କ'ଣ ଲେଖିବା? ଉଲ୍ଲସିତ ହେଲା। ତାହେଲେ ଏଇଠି ଆମେ କ'ଣ ଲେଖିବା ସେଇଟାକୁ? ନା ମୁଁ ଶ୍ରେଣୀରେ ପ୍ରଥମ ହେବାରୁ ଘର ଲୋକେ ଉଲ୍ଲସିତ ହେଲେ। ପିଲେ ଏଠି ଉଲ୍ଲସିତଟା କାହା ବଦଳରେ ଆମେ ଲେଖିଲେ? ଆନନ୍ଦିତ। ଆନନ୍ଦିତ ଶବ୍ଦଟିକୁ ଉଠେଇ ଦେଇ ତା ବଦଳ ଆମେ ଉଲ୍ଲସିତ ଶବ୍ଦଟିକୁ ଲେଖିଲେ। ଆଚ୍ଛା, ଦେଖ ପିଲାମାନେ, ଖ ବାକ୍ୟଟିରେ କେଉଁ ଶବ୍ଦ ତଳେ ଦେଇଛି? ଅବିରତ ବର୍ଷା। ଅବିରତ ଶବ୍ଦଟି ତଳେ ଦେଇଛି 11। ତାହେଲେ କ'ଣ ହେଇଛି? ଆଜି ଅବିରତ ବର୍ଷା ହେଉଛି। ଅବିରତ କହିଲେ ପିଲେ କ'ଣ? କୌଣସି ବିରତି ନାହିଁ ବା ଛାଡ଼ୁନାହିଁ, ପୁରା ସବୁବେଳେ ଲାଗି ରହିଛି। ତାହେଲେ ଆମେ ଗୋଟିଏ ଶବ୍ଦ ୟା ବଦଳ ପଢ଼ିଥିଲେ, ତା ଶବ୍ଦଟି ହେଉଛି ଅନବରତ। ତେଣୁ ଅବିରତ ବଦଳରେ ଆମେ ଅନବରତ ଶବ୍ଦଟିକୁ ଲେଖିଦେବା। ତାହେଲେ ମୁଁ ଲେଖୁଛି, ଦେଖ ପିଲାମାନେ, ତୁମେ ମଧ୍ୟ ଲେଖିନେବ। ଆଜି ଅନବରତ ବର୍ଷା ହେଉଛି। ଆଚ୍ଛା କହିଲ ପିଲେ, ତାହେଲେ ଅବିରତ ବଦଳରେ ଆମେ କେଉଁ ଶବ୍ଦଟି ଲେଖିଲେ? ହଁ, ଏଇଠି ଅନବରତ। ଆଚ୍ଛା, ଏବେ ଗ ଶବ୍ଦ ବାକ୍ୟଟିକୁ ଦେଖ। ଆମ ଗାଁ ରାସ୍ତାରେ ଓଟ ଦେଖି ଆମେ ବିସ୍ମିତ ହେଲୁ। ଏଇଠି ପିଲେ ବିସ୍ମିତର ଗୋଟିଏ ଅର୍ଥ ଆମେ ଲେଖିଥିଲେ, ସମାନ ଅର୍ଥ। କ'ଣ ସେଟା? ବିସ୍ମିତ ହେଉଛି ଆଶ୍ଚର୍ଯ୍ୟ। ତାହେଲେ ବିସ୍ମିତ ବଦଳ ଆମେ କ'ଣ ଲେଖିବା? ଆଶ୍ଚର୍ଯ୍ୟ। ତାହେଲେ ଏଠି ଲେଖିବା ବାକ୍ୟଟିକୁ ଆଉ ଥରେ। ଆମ ଗାଁ ରାସ୍ତାରେ ଓଟ ଦେଖି ଆମେ ଆଶ୍ଚର୍ଯ୍ୟ ହେଲୁ। ଆମ ଗାଁ ରାସ୍ତାରେ ଓଟ ଦେଖି ପିଲାମାନେ ଦେଖ, ଆମ ଗାଁ ରାସ୍ତାରେ ଓଟ ଦେଖି ଆମେ ଆଶ୍ଚର୍ଯ୍ୟ ହେଲୁ। ବିସ୍ମିତ ବଦଳ ଆମେ ଏଠି ଆଶ୍ଚର୍ଯ୍ୟ ଶବ୍ଦଟାକୁ ଲେଖିଦେଲେ। ବିସ୍ମିତ ଶବ୍ଦଟାକୁ ଉଠେଇ ଦେଇ ତା ବଦଳ ଆଶ୍ଚର୍ଯ୍ୟ ଲେଖିଲେ। କାହିଁକି? ନା ବିସ୍ମିତ କହିବା ଯାହା, ଆଶ୍ଚର୍ଯ୍ୟ କହିବା ସେଇଆ, ସମାନ ଅର୍ଥ। ଘ ନମ୍ବରର ପ୍ରଶ୍ନଟିକୁ ଦେଖ। ନୂଆ ଜାଗା ଦେଖିବା ପାଇଁ ସମସ୍ତଙ୍କର ଉତ୍କଣ୍ଠା ଥାଏ। ଉତ୍କଣ୍ଠା ଶବ୍ଦଟିଏ ମଧ୍ୟ ଆମେ ପଢ଼ିଲା ବେଳେ ଥିଲା, ତାର ଅର୍ଥ ମଧ୍ୟ ଆମେ ଲେଖିଥିଲେ, ମନେ ଅଛି ତୁମମାନଙ୍କର? ଆଉ ଥରେ ମୁଁ ମନେ ପକାଇ ଦେଉଛି। ଉତ୍କଣ୍ଠାର ଅର୍ଥ ହେଉଛି ଆଗ୍ରହ। ତେଣୁ ଉତ୍କଣ୍ଠା ବଦଳରେ ଆମେ ଆଗ୍ରହ ଶବ୍ଦଟିକୁ ଲେଖି ବାକ୍ୟଟିକୁ ଆଉ ଥରେ ଲେଖିଦେବା। ନୂଆ ଜାଗା ଦେଖିବା ପାଇଁ ସମସ୍ତଙ୍କର ମନରେ ଆଗ୍ରହ ଥାଏ। ଆଚ୍ଛା ପିଲାମାନେ ଦେଖିଲ, 2 ନମ୍ବର ପ୍ରଶ୍ନର ଉତ୍ତର ଆମେ ଲେଖିସାରିଲେ। ତାହେଲେ ଖାଲି ଗୋଟିଏ କହିଦିଅ କି ଘ ନମ୍ବରରେ ଯେଉଁ ଆଗ୍ରହ ଶବ୍ଦଟି ଲେଖିଲେ, ଆମେ କାହା ବଦଳ ଲେଖିଲେ? ଉତ୍କଣ୍ଠା। ଉତ୍କଣ୍ଠା ଶବ୍ଦଟିକୁ ଆମେ ଉଠେଇ ଦେଇ ତା ବଦଳ ଆଗ୍ରହ ଶବ୍ଦଟିକୁ ଯୋଡ଼ିଦେଲେ। ଆଚ୍ଛା, ଏବେ 2 ନମ୍ବର ସରିଯାଇଛି। 3 ନମ୍ବର ପ୍ରଶ୍ନର ଉତ୍ତର ଲେଖିବା ପୂର୍ବରୁ ନିର୍ଦ୍ଦେଶ ପଢ଼ିବା। ଯେପରି କୁକୁର ସହିତ ପୋଷା ଲଗାଇ ପୋଷା କୁକୁର କରାଯାଉଛି,
ସେହିଭଳି ତଳ ଲିଖିତ ଶବ୍ଦ ଗୁଡ଼ିକ ସହିତ କ'ଣ ଲଗାଇ ନୂଆ ଶବ୍ଦ ତିଆରି କରାଯାଇପାରିବ ଲେଖିବା। ଆଚ୍ଛା, ଯେମିତି ପିଲେ ଆମକୁ ଉଦାହରଣ ଦେଇଥିଲା କ'ଣ ନା କୁକୁର ପୂର୍ବରୁ ଆମେ ଲେଖିଦେଉଛେ ପୋଷା, ତେଣୁ ହେଇଯାଉଛି ପୋଷା କୁକୁର। ସେମିତି ଉଜ୍ଜ୍ୱଳ ଆମେ କ'ଣ ଲେଖିପାରିବା ଶବ୍ଦ ସହିତ ଯୋଡ଼ିକିରି ଉଜ୍ଜ୍ୱଳ ଆଖି ଆମେ ଲେଖିପାରିବା। ଆଚ୍ଛା, ଅନ୍ତରଙ୍ଗ ବନ୍ଧୁ, ଏଇଟା ବହିରେ ଆମେ ପଢ଼ିଛେ ପିଲାମାନେ, ତାକୁ ଟିକେ ମନେ ପକେଇବା ଖାଲି। ଅନାବିଳ ବନ୍ଧୁତ୍ୱ, ବୃଦ୍ଧ ବ୍ୟକ୍ତି, ହେଲେ ଆମକୁ ସେ ଏତିକି ଦେଇଛି, କିନ୍ତୁ ଆମ ମନରୁ ଆଉ ଦୁଇଟି ସେଇଭଳିଆ ଲେଖିବା, ଦୁଇଟି ସମ୍ପର୍କିତ ଥିବା ଶବ୍ଦକୁ ଯୋଡ଼ିକି ନୂଆ ଶବ୍ଦ, ଯେମିତି ଆମେ ଜାଣିଛେ ପଢ଼ିଥିଲେ ସେଥିରେ ଭାରତୀୟ ଯୁବକ। ଆଉ କ'ଣ ଗୋଟେ ପଢ଼ିଥିଲେ ମନେ ପକାଅ, ଭାରତୀୟ ଯୁବକ ଗୋଟିଏ ପଢ଼ିଥିଲେ। ଆଉ ବି ଆମେ ଲେଖିପାରିବା ମନରୁ ଗୋଟିଏ ଶବ୍ଦ ଆମେ ଲେଖିପାରିବା ମିଠା ଦୋକାନ, ହେଲା। ଆଚ୍ଛା, ଏବେ ତାହେଲେ ପିଲାମାନେ 3 ନମ୍ବର ଆମର ସରିଯାଇଛି। ତାହେଲେ 4 ନମ୍ବରକୁ ଦେଖିବା କ'ଣ ଦେଇଛି, ନିର୍ଦ୍ଦେଶ ପଢ଼ିବା ତାକୁ ଆଗେ। 4 ନମ୍ବର ଦେଇଛି ବିକାଶର ଗାଁ ମହୁଲପାଲି, ଗାଁଟି ମହାନଦୀ କଡ଼ରେ, ତା ବାପା ରାମହରି ବାବୁ ଲଣ୍ଡନରେ ଚାକିରି କରନ୍ତି, ସେ ବର୍ଷକୁ ଥରେ ଘରକୁ ଆସନ୍ତି, ସେଇଟା ପୁଣି ଡିସେମ୍ବର ମାସରେ, ତେଣୁ ଡିସେମ୍ବର ମାସଟି ବିକାଶ ଓ ତା ସାନ ଭାଇ ମୁନାର ଭାରି ଭଲରେ କଟେ। ହେଲେ ଆମକୁ ଏଠି ଗୋଟିଏ ଅନୁଚ୍ଛେଦ ଦେଇଦେଲା। ବର୍ତ୍ତମାନ ପ୍ରଶ୍ନର ନିର୍ଦ୍ଦେଶ ହେଉଛି ଏଇଟା, ଏଠି ଅନୁଚ୍ଛେଦ, ଏଇଟା ହେଉଛି ପ୍ରଶ୍ନର ନିର୍ଦ୍ଦେଶ। ଉପରୋକ୍ତ ଅନୁଚ୍ଛେଦରୁ ନାମକୁ ବୁଝାଉଥିବା ଶବ୍ଦ ଗୁଡ଼ିକ ଲେଖ। ଆଚ୍ଛା ପିଲାମାନେ, କ'ଣ ଆମେ ନାଁକୁ ବୁଝାଉଥିବା, ନାମକୁ ବୁଝାଉଥିବା, ତାମାନେ ଏଇ ଅନୁଚ୍ଛେଦରେ ଯେତେ ଗୁଡ଼ିଏ ନାଁ ଅଛି ତାକୁ ଆମେ ବାଛିକିରି ଲେଖିବା। ପ୍ରଥମେ ଆମେ ଦେଖିବା, ଦେଖ ପିଲାମାନେ, ବିକାଶ ଗୋଟିଏ ନାଁ, ମହୁଲପାଲି ଗୋଟିଏ ନାଁ, ମହାନଦୀ ଗୋଟିଏ ନାଁ, ରାମହରି ଗୋଟିଏ ନାଁ, ଲଣ୍ଡନ ମଧ୍ୟ ଗୋଟିଏ ନାଁ, ଡିସେମ୍ବର ମାସ, ଡିସେମ୍ବର ମଧ୍ୟ ଗୋଟିଏ ନାଁ, ଆଉ ମୁନା ମଧ୍ୟ ଗୋଟିଏ ନାଁ। ବର୍ତ୍ତମାନ ଏଇ ନାଁ ଗୁଡ଼ିକୁ ପିଲେ ଆମେ ଏଇଠି ଲେଖିଦେବା ଗୋଟି ଗୋଟିକି। ଦେଖ ତାହେଲେ କ'ଣ ଦେଇଛି, ଲେଖିବା ପ୍ରଥମେ ବିକାଶ, ତାପରେ ମହୁଲପାଲି, ଏଗୁଡ଼ାକ ସବୁ ନାଁକୁ ପିଲାମାନେ ବୁଝାଉଛି। ତାପରେ ରହିଛି ଗୋଟେ ମହାନଦୀ, ରାମହରି, ଲଣ୍ଡନ ଗୋଟିଏ ଶବ୍ଦ ନାଁ, ସେମିତି ଡିସେମ୍ବର, ଡିସେମ୍ବର ମଧ୍ୟ ଗୋଟିଏ ନାଁ, ଆଉ କ'ଣ ନା ମୁନା, ବିକାଶର ଭାଇ ଯେଉଁ ମୁନା, ସେଟା ମଧ୍ୟ ଗୋଟିଏ ତାର ନାଁ। ଆହୁରି ପିଲେ ଆମେ ବହୁତ ଗୁଡ଼ିଏ ନାଁ ଯେଉଁଠି ପାଇବା ତାକୁ ମଧ୍ୟ ଲେଖିପାରିବା। ଏବେ ତାହେଲେ ଆମେ ବୁଝିବା ଟିକେ ଏ ବିଷୟରେ। ପିଲା, ଯେଉଁ ଶବ୍ଦ ଗୁଡ଼ିକ ଯେକୌଣସି ନାଁକୁ ବୁଝାଉଥାଏ, ସେ ଜଣେ ଲୋକର ନାଁ ହଉ ବା ଗୋଟେ ଜାତିର ନାଁ ହଉ ବା ଗୋଟେ ସ୍ଥାନର ନାଁ ହଉ, ଗୋଟେ ଗୁଣର ନାଁ ହଉ, ଯଦି ହେଇଥାଏ ନାଁ, ସେ ନାଁକୁ ଆମେ ପିଲେମାନେ କହିଥାଏ କ'ଣ, ଏଇଟା ଗୋଟିଏ ମନେ ରଖ, ତାକୁ କହନ୍ତି ବିଶେଷ୍ୟ ପଦ। ଆମେ ଯେଉଁ ବ୍ୟାକରଣ ବିଷୟରେ ଯଦି ଟିକେ ଚିନ୍ତା କରିବା, ଯଦି କିଛି ନାଁକୁ ବୁଝାଉଛି ଯେକୌଣସି ପଦଟିଏ, ତାହେଲେ ତାକୁ ଆମେ ବିଶେଷ୍ୟ ପଦ ବୋଲି କହିବା। ବିଶେଷ୍ୟ ପଦ ବିଷୟରେ ଆମେ ଆଉ ଗୋଟିଏ ଭିଡ଼ିଓରେ ଭଲ ଭାବରେ ବୁଝିବା। ବିଶେଷ୍ୟ ପଦକୁ କେମିତି ଚିହ୍ନିବା, ତାର କେତେ ପ୍ରକାରର ବିଶେଷ୍ୟ ପଦ ଅଛି ସେ ବିଷୟରେ। ଆଜି ଖାଲି ଏତିକି ମନେ ରଖ, ଯେକୌଣସି ନାଁକୁ ବୁଝାଉଥିବା ପଦକୁ ଆମେ ବିଶେଷ୍ୟ ପଦ ବୋଲି କହିବା। ଆଚ୍ଛା ପିଲେ, 5 ନମ୍ବର ଦେଖ। 5 ନମ୍ବରରେ କ'ଣ ଲେଖାଯାଇଛି, ଯୁବକ ଜଣକ ରାସ୍ତାର ଆରପଟକୁ ଲକ୍ଷ୍ୟ କଲେ,
ଦେଖିଲେ ଜଣେ ବୃଦ୍ଧ ବ୍ୟକ୍ତି ଥମ୍ପସନଙ୍କ ଡାକରେ ଅଟକି ଯାଇଛନ୍ତି। କୁକୁର ବେକରେ ବନ୍ଧା ହୋଇଥିବା ବେଲ୍ଟଟିକୁ ଧରିଛନ୍ତି। କୁକୁରଟି ତାଙ୍କ ଆଗରେ ଠିଆ ହୋଇଛି ଏବଂ ମାଲିକର ନିର୍ଦ୍ଦେଶ ପାଇଁ ଚାହିଁ ରହିଛି। ପିଲାମାନେ 4 ନମ୍ବର ପରି ଏଠି ମଧ୍ୟ ଗୋଟିଏ ଅନୁଚ୍ଛେଦ ଦେଇଛି। ସେଇ ଅନୁଚ୍ଛେଦ ତଳେ ଏଇ ଯେଉଁ ଦେଇଛି ଏଇଟା ତାର ନିର୍ଦ୍ଦେଶଟି ଦେଇଛି। ତାହେଲେ ମୁଁ କ'ଣ କହିଛି, ପ୍ରଶ୍ନର ଉତ୍ତର ଲେଖିବା ପୂର୍ବରୁ ପ୍ରଥମେ ନିର୍ଦ୍ଦେଶଟିକୁ ଆମେ ଭଲ ଭାବରେ ପଢ଼ିବା, ବୁଝିବା କ'ଣ ଆମ ପାଇଁ ପ୍ରଶ୍ନ ଅଛି। ଉପରେ ଲେଖାଯାଇଥିବା ଅନୁଚ୍ଛେଦରୁ କାମକୁ ବୁଝାଉଥିବା ଶବ୍ଦଗୁଡ଼ିକୁ ବାଛି ଲେଖିବା। ପିଲେ ଉପରେ 4 ନମ୍ବରରେ ଆମେ ନାମକୁ ବୁଝାଉଥିବା ଶବ୍ଦକୁ ଲେଖିଲେ, ଏଠି କାମକୁ ବୁଝାଉଥିବା ଶବ୍ଦଗୁଡ଼ିକୁ ଆମେ ଲେଖିବା। ଦେଖ ପିଲାମାନେ, ଏଇଠି ଯୁବକ ଜଣକ ରାସ୍ତାର ଆରପଟକୁ ଲକ୍ଷ୍ୟ କଲେ। ଏଇ ଲକ୍ଷ୍ୟ କଲାଟି ହେଉଛି ଗୋଟିଏ କାମକୁ ବୁଝାଉଛି। ଦେଖିଲେ, ଦେଖିବା ଏହା ମଧ୍ୟ ଏକ କାମ। ଅଟକି ଯାଇଛନ୍ତି, ଏହା ମଧ୍ୟ ଗୋଟିଏ କାମକୁ ବୁଝାଉଛି। ଆଉ କ'ଣ, ବନ୍ଧା ହୋଇଛି, ବନ୍ଧା ହୋଇଥିବା, ଏହା ମଧ୍ୟ ଗୋଟିଏ କାମ। ଧରିଛନ୍ତି ଗୋଟିଏ କାମ, ଠିଆ ହୋଇଛି ଗୋଟିଏ କାମ, ଚାହିଁ ରହିଛି ଇଏ ମଧ୍ୟ ଗୋଟିଏ କାମ। ତାହେଲେ ଯେତେ ଗୁଡ଼ିଏ କାମର ନାଁ ଅଛି ଏଥିରେ ମୁଁ ଗାର ଟାଣି ଦେଇଛି। ଏବେ ତାକୁ ଆମେ ଗୋଟି ଗୋଟି କରି ଲେଖିଦେବା। ତାହେଲେ ପିଲେ ଲେଖ, ଲେଖିବା ଲକ୍ଷ୍ୟ କଲେ। ଆଉ କ'ଣ ଅଛି, ଅଟକି ଯାଇଛନ୍ତି। ବନ୍ଧା ହୋଇଥିବା, ଧରିଛନ୍ତି। ଠିଆ ହୋଇଛି। ସେ ମଧ୍ୟ ଗୋଟିଏ କାମକୁ ବୁଝାଉଛି। ଆଉ ଗୋଟେ ରହିଲା ଚାହିଁ ରହିଛି। ହେଲେ ଏଗୁଡ଼ିକ ସବୁ ଗୋଟିଏ ଗୋଟିଏ କାମକୁ ବୁଝାଉଛି। ତମେ ତୁମ ନିଜ ନିଜ ବହିରେ ପୂରଣ କରିଦେବ ଏବଂ ତାଙ୍କୁ ମନେ ରଖିବ। ଏଇଠି ମଧ୍ୟ ଟିକେ କହିବାକୁ ଚାହୁଁଛି ପିଲାମାନେ, କାମକୁ ବୁଝାଉଥିବା ଯେକୌଣସି ଶବ୍ଦ ଆମେ ଯଦି ଲେଖିବା ତାହାକୁ ପିଲାମାନେ ଆମେ କହିବା ବ୍ୟାକରଣରେ କ୍ରିୟାପଦ। ଏଇଟା ଟିକେ ଟିକେ ମନେ ରଖିଥିବ। ସେ କ୍ରିୟାପଦ ବିଷୟରେ ମଧ୍ୟ ଆମେ ପଢ଼ିବା, କିନ୍ତୁ ଏତିକି ଖାଲି ଏଇଠି ମନେ ରଖିଥାଅ, କାମକୁ ବୁଝାଉଥିବା ପଦଗୁଡ଼ିକୁ ଆମେ କ୍ରିୟାପଦ କହିବା। ଯେମିତି ବସିବା, ଶୋଇବା, ଉଠିବା, ଲେଖିବା, ଚାହିଁବା, ଖାଇବା, ଏଗୁଡ଼ିକ ସବୁ ଗୋଟିଏ ଗୋଟିଏ କ୍ରିୟାପଦକୁ ବୁଝେଇଥାଏ। ଇଂଲିଶରେ ମଧ୍ୟ ଆମେ ତାକୁ ଭାର୍ବସ୍ ବୋଲି କହିଥାଏ, ଭାର୍ବ। ଏବେ ପିଲେ 5 ନମ୍ବର ସରିଯାଇଛି ଆମର। ତାହେଲେ 6 ନମ୍ବରକୁ ଆମେ ଦେଖିବା। 6 ନମ୍ବରରେ କ'ଣ ଦେଇଛି, ଯେ ସାହାଯ୍ୟ କରେ ତାକୁ ଗୋଟିଏ ପଦରେ ସାହାଯ୍ୟକାରୀ କହିଥାଉ। ସେହିପରି ତଳ ଲିଖିତ ଉକ୍ତିଗୁଡ଼ିକ ଗୋଟିଏ ପଦରେ କ'ଣ ହେବ ଲେଖିବା। ତାହେଲେ ପିଲେ ଆମକୁ ଉଦାହରଣ ଦେଇଦେଲା, ଯେ ସାହାଯ୍ୟ କରେ ତାକୁ ଗୋଟିଏ ପଦରେ ସାହାଯ୍ୟକାରୀ କହୁଛେ। ଏଠି ଦେଖ 3ଟା ପଦ ଦେଇଛି, ଯେ ସାହାଯ୍ୟ କରେ, କିନ୍ତୁ ଏଠି କ'ଣ ହେଇଗଲା, ସାହାଯ୍ୟକାରୀ ଗୋଟିଏ ପଦ। ସେମିତି ଏଇ ତଳେ ଦିଆଯାଇଥିବା ଅନେକ ଗୁଡ଼ିଏ ଯେଉଁ 3ଟା 4ଟା ପଦ ଦେଇଥାଏ ତାକୁ ଗୋଟିଏ ପଦରେ ଆମେ କ'ଣ ଲେଖିବା। ଯେ ପାଦରେ ଚାଲେ, ଏଟା ତୁମକୁ ସେଥିରେ କହିଦିଆ ହେଇଥିଲା, ବହିରେ ବି ଲେଖା ଅଛି। ଆମେ ତାକୁ ପିଲେ କହିବା ପଦଚାରୀ। ଯେ ତାଲିମ ପାଇଛି ତାକୁ କ'ଣ କହିବା, ତାଲିମ ପ୍ରାପ୍ତ। ଯେ ନିର୍ଦ୍ଦେଶ ଦିଏ, ନିର୍ଦ୍ଦେଶକ। ଯେ ଭାରତର ଲୋକ, ଭାରତୀୟ। ଯାହାର ଚକ୍ଷୁ ନାହିଁ, ଚକ୍ଷୁହୀନ। ପିଲାମାନେ, ଆମକୁ ଯେତିକି ସେ ଦେବା କଥା ଦେଇଦେଲା ବହିରେ ପ୍ରଶ୍ନ, କିନ୍ତୁ ଆଉ ଗୋଟିଏ ଗାର ଦେଖ ଶୂନ୍ୟ ସ୍ଥାନରେ ଦେଇଛି ଆମ ପାଇଁ। କ'ଣ ଦେଇଛି ନା, ଆମେ ମନରୁ ଗୋଟିଏ ଶବ୍ଦ ଏଇଭଳିଆ ଏଇଠି ଆମେ ଲେଖିବା। ତାହେଲେ ଆମେ ପିଲେ ଲେଖିପାରିବା, ଯାହାର ଧନ ନାହିଁ, ଧନହୀନ।
ହେଲା ପିଲାମାନେ, ଏବେ 6 ନମ୍ବର ପ୍ରଶ୍ନରେ ଯେତିକି ଆମର ଯାହା ପ୍ରଶ୍ନ ଥିଲା ତାକୁ ଆମେ ଉତ୍ତର ଲେଖି ସାରିଛେ। ଏବେ 7 ନମ୍ବର ଦେଖିବା। କ'ଣ ନିର୍ଦ୍ଦେଶ ଅଛି 7 ନମ୍ବରରେ ଦେଖ। କ ଓ ଖ ବାକ୍ୟ ଦୁଇଟିରେ ଥିବା ଭାବକୁ ଗରେ ଥିବା ଗୋଟିଏ ବାକ୍ୟରେ ପ୍ରକାଶ କରାଯାଇଛି। ସେହିପରି ତଳେ ଦିଆଯାଇଥିବା ଦୁଇଟି ବାକ୍ୟର ଭାବକୁ ଏକାଠି ଯୋଡ଼ି ଗୋଟିଏ ବାକ୍ୟରେ ଆମେ ଲେଖିବା। ଦେଖ ପିଲାମାନେ, ଉଦାହରଣ ଆମର ଦେଇଛି, ଆମେ ଦୁଇ ବନ୍ଧୁ ରୁଟି ଖାଉ, ଆମେ ଦୁଇ ବନ୍ଧୁ ବିସ୍କୁଟ ଖାଉ। ଏ ଦୁଇଟାଙ୍କ ବାକ୍ୟକୁ ଯୋଡ଼ିକିରି ଏଠି ଏକାଠି ଲେଖାଯାଇଛି। ଦେଖ ପିଲେ, ଆମେ ଦୁଇ ବନ୍ଧୁ ରୁଟି ଓ ବିସ୍କୁଟ ଖାଉ। ଆମେ ଦୁଇଟା ବାକ୍ୟ ଲେଖିବା ବଦଳ ଯଦି ଯୋଡ଼ିକିରି ବା ତାକୁ ଏକାଠି କରିକି ଗୋଟିଏ ବାକ୍ୟରେ ଲେଖିଦେବା, ତାହା ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ଆମକୁ ନିଶ୍ଚିନ୍ତ ଭାବରେ ବୁଝା ପଡ଼ିବ ଯେ କ'ଣ ସେଠି କାମ ହେଇଛି। ସେଇଭଳି ଆଉ ଗୋଟିଏ ଉଦାହରଣ ନାହିଁ, ଆମେ ତାକୁ ନିଜେ କରିବା। ଏଠି ଓ ଲଗେଇକି ପିଲାମାନେ ଯୋଡ଼ା ହେଇଛି। ଓଟା ଗୋଟିଏ ହେଉଛି ଅବୟ ପଦ, ଯାହାକୁ ଲଗେଇକି ଆମେ ଦୁଇଟି ବାକ୍ୟକୁ ଯୋଡ଼ିକିରି ଗୋଟିଏ ବାକ୍ୟ କରିଦେଇ ପାରିବା। ଦେଖ ଦେଇଛି, କୁକୁରଟି ତାର ସମସ୍ତ ବୁଦ୍ଧି ଖଟାଇ ଆପଣଙ୍କୁ ସାହାଯ୍ୟ କରିବ। କୁକୁରଟି ତାର ସମସ୍ତ କୌଶଳ ଖଟାଇ ଆପଣଙ୍କୁ ସାହାଯ୍ୟ କରିବ। ହେଲେ ସେଇ କୁକୁରଟି ତାର ଏଇ ଯେଉଁ ବାର ଦେଇଛି, ଆଉ ସାହାଯ୍ୟ କରିବ ଯେଉଁ ଅଧିକା ଥର ଦେଇଛି, ଆମକୁ ଅଧିକା ଥର ଦରକାର ନାହିଁ। ତାକୁ ଥରେ ଲେଖିକି ଆମେ ବାକ୍ୟଟିକୁ ଯୋଡ଼ି ଦେଇ ପାରିବା। ତାହେଲେ କେମିତି ଲେଖିବା ଆମେ? କୁକୁରଟି ତାର ସମସ୍ତ ବୁଦ୍ଧି ଓ କୌଶଳ ଖଟାଇ ଆପଣଙ୍କୁ ସାହାଯ୍ୟ କରିବ। ତାହେଲେ ଏଠି ପିଲାମାନେ ମୁଁ ଲେଖିଦେଉଛି, ତୁମେ ଦେଖ। କୁକୁରଟି ତାର ସମସ୍ତ ବୁଦ୍ଧି ଓ କୌଶଳ ଖଟାଇ ଆପଣଙ୍କୁ ସାହାଯ୍ୟ କରିବ। ଆଚ୍ଛା ପିଲାମାନେ, ଦେଖିଲ ଆମେ ଗୋଟିଏ ବାକ୍ୟ ଲେଖିଦେଲେ ଯୋଡ଼ିକିରି ଓ ମାଧ୍ୟମରେ। ଏବେ ତାପରେ ଦେଇଛି ଦେଖ, ନନ୍ଦନକାନନରେ ଚିଡ଼ିଆଖାନା ଦେଖିବା, ନନ୍ଦନକାନନରେ ଉଦ୍ଭିଦ ଉଦ୍ୟାନ ଦେଖିବା। ହେଲେ ଦେଖ, ସେଇ ନନ୍ଦନକାନନରେ ତଳେ ବି ସେଇ ନନ୍ଦନକାନନରେ ଦେଲା, ଏଠି ଦେଖିବା। ତେଣୁ ଏ ଦୁଇଟା ଆଙ୍କରୁ ନନ୍ଦନକାନନରେ ଥରେ ଲେଖିବା, ଦେଖିବାକୁ ମଧ୍ୟ ଥରେ ଲେଖିବା। କିନ୍ତୁ ଚିଡ଼ିଆଖାନା ଓ ଉଦ୍ଭିଦ ଉଦ୍ୟାନକୁ ଆମେ ଓ ଲଗେଇକି ଯୋଡ଼ିଦେବା। ତାହେଲେ ଦେଖ ପିଲାମାନେ, ଆମେ କ'ଣ ଲେଖିବା? ନନ୍ଦନକାନନରେ ଚିଡ଼ିଆଖାନା ଓ ଉଦ୍ଭିଦ ଉଦ୍ୟାନ ଦେଖିବା। ପିଲାମାନେ ଦେଖିଲ, ଓ ଲଗେଇକି ଆମେ ଯୋଡ଼ିଦେଲେ। ଏବେ ପିଲାମାନେ ତୁମ ପାଇଁ ଗୋଟେ ସୁନ୍ଦର ଚିତ୍ରଟିଏ ପିଲାମାନେ ଦେଇଛି। ଦେଖ, କେତେ ସୁନ୍ଦର ଚିତ୍ରଟିଏ ଦେଇଛି। ଏଠି କ'ଣ ଆମ ପାଇଁ 8 ନମ୍ବରରେ ନିର୍ଦ୍ଦେଶ ଅଛି? ଦେଖ, ଆସ ଉପରେ ଦିଆଯାଇଥିବା ଚିତ୍ରକୁ ଭଲ କରି ଦେଖିବା, ତା ବିଷୟରେ ଖାଲି ସ୍ଥାନରେ ଆମେ ଲେଖିବା। ତ ଦେଖିଲା ପିଲାମାନେ, କେତେ ସୁନ୍ଦର ଚିତ୍ରଟିଏ ଦେଇଛି। ଦୁଇ ଭଉଣୀ ଗୋଟିଏ କୁକୁରର ସେବା ଯତ୍ନ କରୁଛନ୍ତି। ତେଣୁ ଆମେ କ'ଣ କରିବା? ଦୁଇ ଭଉଣୀଙ୍କର ନାଁ ଆମକୁ ଦେଇନାହିଁ, ଆମେ ଲେଖିବା। ତାହେଲେ ଆମେ କ'ଣ ଲେଖିବା ନା, ଦୁଇ ଜଣଙ୍କର ନାଁ ଲେଖିଦେଲେ ଆମେ ମଧ୍ୟ ନାଁଟିଏ ଦେଇଦେଲେ ମଧ୍ୟ ଚଳିବ। ତାହେଲେ ଆମେ ଯଦି ନାଁ ଦେଇଦେବା ତାଙ୍କର କିଛି ଖୁସିରେ ଲେଖିପାରିବା ଆମେ, ରୀମା ଓ ସୀମା ଦୁଇ ସାଙ୍ଗ ସେମାନେ ଗୋଟିଏ କୁକୁର ପାଳିଥିଲେ। କୁକୁରଟିକୁ
ଥରେ ଜ୍ୱର ହୋଇଥିଲା। ରୀମା ଓ ସୀମା ଦୁହେଁ କୁକୁରଟିର ସେବା ଯତ୍ନ କଲେ। ତାକୁ ଖାଇବାକୁ ଦେଲେ। ଧୀରେ ଧୀରେ କୁକୁରଟି ସୁସ୍ଥ ହୋଇଗଲା। ପିଲାମାନେ, ମୋ ମନକୁ ଯାହା ଆସିଲା ମୁଁ ତ ଲେଖିଲି। ତୁମ ମନକୁ ତୁମେ ଭାବିବ ଚିତ୍ରଟି ଦେଖି। ତୁମକୁ ଯାହା ଭଲ ଲାଗିବ ତୁମେ ମଧ୍ୟ ଆଉ କିଛି ଅଲଗା ପ୍ରକାରର ଲେଖିଦେଇ ପାରିବ। ଏବେ ପିଲେ 9 ନମ୍ବର ଦେଇଛି ଦେଖ ପିଲାମାନେ, ସରଳ ଭାଷାରେ ବୁଝାଇ ଲେଖିବା। ସରଳ ଭାଷାରେ ବୁଝାଇ ଲେଖିବା ମାନେ ଏଇ ଯେଉଁ ବାକ୍ୟଟି ଦେଇଛି, ଡିକ୍ର ସେହି ଆଖି କ'ଣ ଜନଙ୍କ ଆଖି ନୁହେଁ? ଏଇ ବାକ୍ୟଟା କାହିଁକି କୁହାଯାଇଛି ଏ ବିଷୟରେ, ସେଇଥିପାଇଁ ଆମେ ଏଟାକୁ ବୁଝେଇକି ଲେଖିବା। ଆଚ୍ଛା, ଦେଖିଲା ପିଲାମାନେ, ଆମେ ଏଠି କ'ଣ ଲେଖିବା? ଏମିତି ପିଲାମାନେ ଆମେ ଦେଇଦେବା ଟିକେ ଚିହ୍ନ। এই ବାକ୍ୟଟିକୁ ଟିକେ ଛୋଟ ଆକାରରେ ସର୍ଟକଟରେ ଆମେ ଲେଖିଦେବା। ଡିକ୍ର ସେହି ଆଗରୁ ଦୁଇଟି ଶବ୍ଦ ଏବଂ ଶେଷର ଦୁଇଟି ଶବ୍ଦ ଲେଖିକି ଏମିତି ଡଟ୍ ଡଟ୍ ଚିହ୍ନ ଆମେ ଦେଇଦେବା। ସରଳ ଭାଷାରେ ଯେତେବେଳେ ଆମେ ବୁଝାଇ ଲେଖିବା, ଆଖି ନୁହେଁ, এই ଯେଉଁ ପିଲେ ଡଟ୍ ଡଟ୍ ଗୁଡ଼ା ଦିଆଗଲା ସେଗୁଡ଼ିକ ପୁରା ବାକ୍ୟଟି ଏଇଥିରେ ରହିଛି ବୋଲି ଆମେ ସେଥିରୁ ଜାଣିବା। ଏଠି ଆମେ ଲେଖିବା ସରଳାର୍ଥ ଲେଖିଲା ବେଳେ ପିଲା ଆମେ ଲେଖିଥାଏ ଉକ୍ତ ଗଦ୍ୟାଂଶଟି ଯେହେତୁ ଏଟା ଗୋଟିଏ ଗଦ୍ୟ ବିଷୟରୁ ଆସିଛି ସେଥିପାଇଁ ଆମେ ଗଦ୍ୟାଂଶ ଲେଖୁଛେ। ଗଦ୍ୟାଂଶଟି ଜନ୍ଙ୍କ ପ୍ରିୟ ସାଥୀ ଡିକ୍ ପ୍ରସଙ୍ଗରୁ ଆସିଅଛି। ଜନ୍ ଜଣେ ଅନ୍ଧ ବ୍ୟକ୍ତି। ଡିକ୍ ଏକ ତାଲିମ ପ୍ରାପ୍ତ କୁକୁର। ଜନ୍ଙ୍କର ସମସ୍ତ କାର୍ଯ୍ୟ ଡିକ୍ ସାହାଯ୍ୟରେ ଭଲ ଭାବରେ ହୋଇପାରେ। ଡିକ୍ ଜନ୍ଙ୍କୁ ପରିବା ଦୋକାନ, ଜଳଖିଆ ଦୋକାନ, ରାସ୍ତା ପାରି ହେବା, ଇତ୍ୟାଦି କାର୍ଯ୍ୟରେ
ବାଟ କଢ଼ାଇ ନିଏ। ତେଣୁ ଲେଖକ ଡକ୍ଟର ଦିଗରାଜ ବ୍ରହ୍ମା ଡିକ୍ର ଆଖିକୁ ଜନ୍ଙ୍କର ଆଖି ବୋଲି କହିଛନ୍ତି। ପିଲାମାନେ, ଆମେ 9 ନମ୍ବର ପ୍ରଶ୍ନର ଉତ୍ତର ତ ପାଇଗଲେ। ଏବେ ପିଲାମାନେ ଦେଖ, କୁକୁର ଆମର ଉପକାରୀ ବନ୍ଧୁ, ଏ ବିଷୟରେ ତୁମ ପାଇଁ ଗୋଟିଏ କାମ ଦିଆଯାଇଛି। ଏ ବିଷୟରେ ତୁମେ 10ଟି ବାକ୍ୟ ଘରୁ ଲେଖି ଆଣିବ। ଆଚ୍ଛା, କୁକୁର ଆମର ଉପକାରୀ କେମିତି ହେଇଛି? ତୁମେ ତ ଏ ବିଷୟଟିରୁ ପଢ଼ିଲ। ଆଉ ଗୋଟେ କଥା ପିଲାମାନେ ତୁମେ ଜାଣିଥିବ, କୁକୁରକୁ ତୁମେ ଖାଇବାକୁ ଦେଲେ ତୁମେ ରାତିରେ ନିଶ୍ଚିନ୍ତ ଭାବରେ ଶୋଇଯାଅ ପଛେ ସେ ତୁମ ଘରକୁ ଜଗି ରହିଥାଏ। ଯଦି ଚୋର ଆସେ ବା ଅନ୍ୟ କୌଣସି ଅଚିହ୍ନା ବ୍ୟକ୍ତି ଆସେ, ସେ ଭୋ ଭୋ ହୋଇ ଉଠି ତାକୁ ତଡ଼ିଦିଏ। ଆଉ କ'ଣ କରେ ନା, ଆଖପାଖରେ ଯଦି କିଛି ଅପରିଷ୍କାର ଜିନିଷ ପଡ଼ିଲା ତାକୁ ମଧ୍ୟ ସେ ଖାଇକି ସଫା କରିଦିଏ। ଆଉ କ'ଣ କରେ ନା, ଯଦି ଚୋରି ହେଇଥିବା ଜିନିଷ କେଉଁଠି ଅଛି ବା କୌଣସି ଅପରାଧୀ ଅପରାଧ କରିକି ଚାଲିଯାଇଛି, ତାକୁ ଖୋଜିବାରେ ମଧ୍ୟ କୁକୁର ସାହାଯ୍ୟ କରିଥାଏ। କୁକୁର ସେଥିପାଇଁ ଆମର ଗୋଟିଏ ଉପକାରୀ ବନ୍ଧୁ ବୋଲି ଆମେ ସମସ୍ତେ ଜାଣିଛେ। ତେଣୁ ସେ ବିଷୟରେ ତୁମେ 10ଟି ବାକ୍ୟ ତୁମ ଖାତାରେ ଲେଖିବ। ଆଜି ପିଲାମାନେ ଏତିକି। ଏହା ପରବର୍ତ୍ତୀରେ ଆଉ ଗୋଟିଏ ପ୍ରସଙ୍ଗ ବିଷୟରେ ଆମେ ପଢ଼ିବା। ଆଜି ତାହେଲେ ଏତିକି।